ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀର ଗୁପ୍ତାଙ୍ଗ ଶକ୍ତ ହୋଇଥିବା କାରଣ ପାଇଁ ପୁରୁଷ ଗୁପ୍ତାଙ୍ଗର ଅଗ୍ରଭାଗ ଅତ୍ୟଧିକ ଲାଲ ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜର ବାଣ୍ଡଟିକୁ ସବୁଦିନ ପାଇଁ ଲମ୍ବା, ମୋଟା ଓ ଟାଇଟ୍ ରଖିବାକୁ ଚାହୁଁଛନ୍ତି ତେବେ ଏହି ଉପାୟଟି କରନ୍ତୁ। 2ଟି ଗୁଜୁରାତିର ଦାନା ଓ 5ଟି କାଜୁ ବାଦାମକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ। ଏହାପରେ 1 ଗ୍ଲାସ କ୍ଷୀର ନେଇ ଫୁଟାନ୍ତୁ ଓ ଫୁଟୁଥିବା ସମୟରେ ସେହି ଗୁଣ୍ଡକୁ କ୍ଷୀରରେ ପକାଇ ଭଲ ଭାବରେ ଫୁଟାଇ ନିଅନ୍ତୁ ଓ ଏହାପରେ ଏହାକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ଓ ଏଥିରେ ଅଧା ଚାମଚ ମହୁ ମିଶାନ୍ତୁ। ଏମିତି କରି ଏହାକୁ ପ୍ରତିଦିନ ସନ୍ଧ୍ୟାରେ ପିଅନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯେତେବେଳେ ବି ଶାରୀରିକ ସମ୍ପର୍କ ବନାଉଥିବା ସମୟରେ ମହିଳାଙ୍କ ଭିଆ ଭିତରକୁ ବାଣ୍ଡଟି ପୁରାଉଛନ୍ତି ତେବେ ସବୁବେଳେ ଉପର ଆଡ଼କୁ ମୋଡ଼ିକି ପୁରାନ୍ତୁ, କାରଣ ଏହାଦ୍ୱାରା ମହିଳାଙ୍କୁ ଅଧିକ ଘର୍ଷଣ ଅନୁଭବ ହୋଇଥାଏ ଓ ସେହି ମହିଳା ସାଥୀ ସବୁଠାରୁ ଅଧିକା ମଜା ବି ନେଇଥାନ୍ତି ଓ ବହୁତ ଜଲ୍ଦି ସନ୍ତୁଷ୍ଟ ମଧ୍ୟ ହୋଇଯାଇଥାନ୍ତି। ସାଇକୋଲୋଜି କହିଥାଏ ଯେତେବେଳେ କୌଣସି ସ୍ତ୍ରୀ ନିଜ ସ୍ତନକୁ କୌଣସି ପୁରୁଷଙ୍କ ପାଟିରେ ପୁରାଇଥାନ୍ତି ତେବେ ସେ ସବୁଠାରୁ ଅଧିକ ଉତ୍ତେଜିତ ହୋଇଯାଇଥାନ୍ତି। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ସାଇକୋଲୋଜି କହିଥାଏ ଯଦି ସ୍ତ୍ରୀ ଉପରକୁ ଯିବା କ୍ଷଣି ଆପଣଙ୍କ ପାଣି ବାହାରି ଯାଉଛି ବା ଆପଣଙ୍କ କରିବାର ସମୟ ବହୁତ କମ୍ ହୋଇଯାଇଛି ବା ସାଙ୍ଗେ ସାଙ୍ଗେ ଠିଆ ହୋଇ ଢିଲା ପଡ଼ିଯାଉଛି ବା ଠିକ୍ ଭାବରେ ଟାଇଟ୍ ହୋଇ ରହୁନାହିଁ ତେବେ ଏହି ଉପାୟ ଆପଣାନ୍ତୁ। ରାତିରେ 1 ଗ୍ଲାସ ପାଣି ନେଇ ସେଥିରେ 10ଟି କିସମିସ ଓ 3ଟି ଗୁଜୁରାତିକୁ ବତୁରାଇ ରଖିଦିଅନ୍ତୁ ଓ ସକାଳେ ଖାଲି ପେଟରେ ସେହି ବତୁରା ଯାଇଥିବା କିସମିସ ଓ ଗୁଜୁରାତିକୁ ଚୁବାଇ ଚୁବାଇ ଖାଇ ସେହି ବତୁରା ପାଣିକୁ ପିଇ ନିଅନ୍ତୁ। ଏମିତି କରି 1 ମାସ ପର୍ଯ୍ୟନ୍ତ କରନ୍ତୁ। ଏହି ଉପାୟ ଆପଣାନ୍ତୁ ଆଉ ଦେଖନ୍ତୁ ଏହାର କମାଲ।